ପୁରୀ ପେଣ୍ଠକଟାସ୍ଥିତ ଚେପାଳା ଚିନାଭାଇ ବରାବକଳର କମ୍ୟୁନିଟି ହଲ୍ରେ କମ୍ୟୁନିଟି ଆକ୍ସନ୍ କୋଲାବ ଓ ବୃତ୍ତି ବାଙ୍ଗାଲୋରଙ୍କ ମିଳିତ ସହଯୋଗରେ ଗୋପବନ୍ଧୁ ସେବା ପରିଷଦ ତରଫରୁ ବୁଧବାର ବିଶ୍ୱ ଜଳ ଦିବସ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ଜଳ ଏବଂ ପରିମଳ ସଂକଟର ସମାଧାନ ପାଇଁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା କରିବା ପାଇଁ ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ ସେବା ପରିଷଦର ଅଧ୍ୟକ୍ଷ ପ୍ରଦୀପ କୁମାର ମହାରଣା ଯୋଗଦାନ କରି ସମୁଦ୍ର ଜଳର ପରିମଳ ଓ ଏଥିପ୍ରତି ସାମୁଦ୍ରିକ ଜୀବଙ୍କ ଉପରେ ଏହାର ପ୍ରଭାବ, ଜଳ ସଂରକ୍ଷଣର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ସେହିପରି ଅନୁଷ୍ଠାନ ପରାମର୍ଶଦାତା କେ ରେଡିଶ କୁମାର କହିଥିଲେ ଯେ ଜଳ ହେଉଛି ସୃଷ୍ଟିର ଆଧାର। ରାଜସ୍ଥାନର ମରୁଭୂମିରେ ବୁନ୍ଦାଏ ଜଳରାଶି ସଂଗ୍ରହ କରିବା ପାଇଁ ସେଠାରେ ବାସିନ୍ଦା ଅହରହ ସଂଗ୍ରାମ କରୁଛନ୍ତି। ତେଣୁ ସେହିଭଳି ଭବିଷ୍ୟତ ଜଳ ସଂକଟରୁ ଉଦ୍ଧାର ପାଇବା ପାଇଁ ବର୍ତ୍ତମାନଠାରୁ ପ୍ରସ୍ତୁତି ସଦୃଶ ଗୁଣ୍ଡୁଚି ମୂଷା ରାମ ସେତୁ ତିଆରିରେ ସାହାଯ୍ୟ କରିବା ଭଳି ପ୍ରତ୍ୟେକ ବ୍ୟକ୍ତି ନିଜେ ସଜାଗ ହେବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ସଂଯୋଜିକା ଏଲିନା ମିଶ୍ର ଯୋଗଦାନ କରି ହମିଂ ପକ୍ଷୀର ଉଦାହରଣ ଦେଇ କହିଥିଲେ ଯେ ସୃଷ୍ଟିର ସବୁଠାରୁ କ୍ଷୁଦ୍ର ପକ୍ଷୀ ହେବା ସତ୍ତ୍ୱେ ସେ ଯେପରି ନିଜ ଥଣ୍ଟରେ ଜଳ ସଂଗ୍ରହ କରେ, ଆମେ ମଧ୍ୟ ତାଠାରୁ ଅନୁପ୍ରାଣିତ ପୂର୍ବକ ଜଳ ସଂରକ୍ଷଣ କରିବା ଉଚିତ ଏବଂ ଏଥିନିମନ୍ତେ ସମସ୍ତେ ଆଗଭର ହୋଇ ନିଜ ନିଜ ଅଞ୍ଚଳରେ ପରସ୍ପରକୁ ସଜାଗ କରିବା ପାଇଁ ଅନୁରୋଧ କରିଥିଲେ। ଉକ୍ତ ବରଫକଳର ମୁଖିଆ ଚାପଲ ନାନାଜୀ ବୁନ୍ଦିବାଲା ପିରାଦି ନୁକୁରାଜୁ ପ୍ରଭୁକୁ ଯୋଗଦାନ କରି ସମ୍ପ୍ରଦାୟର ସମ୍ମୁଖରେ ଉକ୍ତ ବିଷୟ ଉପରେ ନିଜ ସକାରାତ୍ମକ ମତ ଉପସ୍ଥାପନ କରିଥିଲେ। ପରେ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଇକୋନୋମିକ୍ ରେସିଲିଏନ୍ସ ପ୍ରକଳ୍ପ ମାଧ୍ୟମରେ ସମୁଦାୟରେ ଗଠନ କରାଯାଉଥିବା ମତ୍ସ୍ୟଜୀବୀ ସୁରକ୍ଷା କମିଟି ଦ୍ୱାରା ସକ୍ରିୟ ହୋଇଥିବା ଘୂର୍ଣ୍ଣନ ପାଣ୍ଠି ମାଧ୍ୟମରେ କମିଟିର ସଦସ୍ୟମାନଙ୍କୁ ଲାଇଫ୍ ଜ୍ୟାକେଟ୍ ବଣ୍ଟନ କରାଯାଇ ନୌକା ଚାଳନାରେ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହାର ନିତ୍ୟ ବ୍ୟବହାର ପାଇଁ ସମସ୍ତ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମକର୍ତ୍ତା କେ କୃପାରାଓ ପରିଚାଳନା କରିବା ସହ ବିସ୍ମୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ କର୍ମକର୍ତ୍ତା ନିବେଦିତା ସ୍ୱାଇଁ, ପ୍ରିୟଦର୍ଶୀ ଦାସ, ସବିତା ରଥ, ଭାଗୀରଥୀ ଖଟୋଇ, సుశ్రీ పరిచయ ప్రముఖ సహయోగ करते। రోజుకి 200-300 రూపాయలు మేము మనిషికి తెచ్చుకుంటాం। వస్తే 400-500 వస్తుంది, మా అదృష్టం ఉంటే, లేకపోతే 200-300 ఇలా వస్తుంది రోజుకి మా కలసనం అయితే। మన కృప మేడం పేరు మేడంలో వీళ్ళందరూ మాకు సాయం చేసి ఒక కమిటీ తయారు చేసాడు। కృప తయారు చేసి మీకు లైఫ్ జాకెట్ గురించి కొంచెం మీకు ప్రాణాల హానికరం ఉంటే దాని గురించి కొంచెం మీకు హెల్ప్ అవుతుంది అనేసి మాకు చెప్తే వర్క్లో లేకమయ్యి ఒక కమిటీ తయారు చేసాడు మనోడు। కమిటీ తయారు చేసి దాన్ని ఇలాగా డబ్బులు ఇవ్వండి, కొంచెం ఎంతో కొంత గవర్నమెంట్ మీకు సాయం చేస్తుంది, గవర్నమెంట్ ద్వారా మీరు సగం కట్టండి అందాకని అనేసి చేసాడు। అలాగంటే మనం మనిషికి 700 తెప్పకి 700 రూపాయలు చెప్పండి ప్రస్తుతానికి ఇచ్చాము। 7,14,000 రూపాయలు డిపాజిట్ చేసాడు। మూడు అకౌంట్లు చేసి 3 బర్పుల అకౌంట్ జాయింట్ అకౌంట్ చేసి డిపాజిట్ చేసాడు। అలా ఉన్నాయి అంటే ఫ్రీగా ఇచ్చినట్టుగా అంటున్నాడు। ఇక్కడ నుంచి కొనుక్కుంటే మీకు శీర్షాకం ఇస్తాననేసి అంటున్నాడు ఆయన। మనకి తెలియదు కదా, ఆయన ఆఫీసులు అన్నీ తీసుకొచ్చి అలా చేసాడు। అయితే ఏదో రకంగా మనకి అయితే మనకి తక్కువగా ఒక 700 అంటున్నాడు, ఒక 500 ఇలాగ అయితే మనకు ఇంకా రైతుడు కూడా కొనుక్కుంటే అవకాశాలు ఉంటాయి, ఆడికి కూడా జాగ్రత్తగా వెళ్ళే అవకాశాలు ఉంటాయి। ఎందుకంటే తక్కువ డబ్బులు అయితే మా అందరూ కొనుక్కోవడానికి అయింది। ఎందుకంటే లైఫ్ మంచిది, లైఫ్ జాకెట్ అనే పేరు ఉంది కాబట్టి లైఫ్కే మంచిది, ఎందుకంటే మనకి ఏ హానికరం రాకుండా ఉంటుంది అన్నమాట। ପଶୁମାନେ ମଧ୍ୟ ଈଶ୍ୱରଙ୍କର ସୃଷ୍ଟି, ସେମାନଙ୍କର ପ୍ରତିକୂଳ ଆଚରଣ ଓ ଅତ୍ୟାଚାର ସଭ୍ୟ ସମାଜ ପାଇଁ ଅଶୋଭନୀୟ ବୋଲି କହିଛନ୍ତି ପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ। ସଂସ୍କୃତି ଭବନ ପରିସରରେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା କାର୍ଯ୍ୟାଳୟ ପକ୍ଷରୁ ପଶୁମାନଙ୍କ ପ୍ରତି ନିର୍ଯାତନା ପ୍ରତିରୋଧ ଆଇନ 1960 ଓ ନିୟମ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସାହୁ ଜୀବେ ଦୟା ସମସ୍ତଙ୍କ ଧ୍ୟେୟ ହେବା ଉଚିତ ବୋଲି କହିବା ସହ ବିଭିନ୍ନ ଉଦାହରଣ ମାଧ୍ୟମରେ ନିରାମିଷାଶୀ ବା ତୃଣଭୋଜୀ ପଶୁମାନଙ୍କ ଦକ୍ଷତା, ଶକ୍ତି ଓ କାର୍ଯ୍ୟକ୍ଷମତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପଶୁମାନେ ମଣିଷ ସମାଜର ଅନେକ ହିତ ସାଧନ କରି ମାନବୀୟ ମୂଲ୍ୟବୋଧର ପରିଚୟ ଦେଉଥିବା ବେଳେ ଆମେ ମଣିଷମାନେ ଅନେକ କ୍ଷେତ୍ରରେ ପଶୁଠାରୁ ମଧ୍ୟ ହୀନ ଆଚରଣ ପ୍ରଦର୍ଶନ କରୁଛନ୍ତି।
ପଶୁମାନଙ୍କ ସୁରକ୍ଷା ଓ ସମବେଦନା ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ମାନବ ସମାଜ ପ୍ରତି ପଶୁପକ୍ଷୀମାନଙ୍କର ଅବଦାନ ଅବର୍ଣ୍ଣନୀୟ ବୋଲି କହିଥିଲେ। ପୁରାଣର ଉଦାହରଣ ଦେଇ ଦେବାଦେବୀମାନେ ପଶୁପକ୍ଷୀଙ୍କୁ ଭଲ ପାଇବା ଓ ସୁରକ୍ଷା ପାଇଁ ସେମାନଙ୍କୁ ନିଜର ବାହନ ଭାବେ ଆନ୍ତରିକତାର ପ୍ରଦର୍ଶନ କରୁଥିଲେ ବୋଲି କହିଥିଲେ। ବରିଷ୍ଠ ଆଇନଜୀବୀ ବିଶ୍ୱଜିତ ପ୍ରଧାନ ବିସ୍ତୃତ ଆଲୋଚନା କରି ପଶୁମାନଙ୍କ ପ୍ରତି ଅତ୍ୟାଚାରର ନିରାକରଣ ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ପଶୁ ଚିକିତ୍ସାଧିକାରୀ ଡାକ୍ତର ଜି ନରେଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଏସ୍ ଡାକ୍ତର ଚିନ୍ମୟୀ ସାହୁ ସଭା ପରିଚାଳନା ଓ ଏସ୍ଡିବିଓ ଡାକ୍ତର ଉମେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।